ସଦାପ୍ରଭୁଙ୍କର ବହୁମୂଲ୍ୟ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ମହାନ ଆଜ୍ଞା ବା ମହାନ ଆଦେଶ ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ପ୍ରଭୁ ଯୀଶୁଙ୍କର ମହାନ ଆଦେଶକୁ ଆମ୍ଭେମାନେ ସଫଳ କରିବା ଦରକାର। ଏହି ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆପଣମାନେ ଜାଣିଥିବେ, ଶୁଣି ମଧ୍ୟ ଥିବେ, ଲୋକମାନଙ୍କ ପାଖରେ ଆପଣମାନେ ପ୍ରକାଶ ମଧ୍ୟ କରିଥିବେ ଯୀଶୁଙ୍କ ମହାନ ଆଦେଶ କ'ଣ ବା ପ୍ରଭୁ ଯୀଶୁଙ୍କ ମହାନ ଆଜ୍ଞା। ଏହି ବିଷୟରେ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପୂର୍ବରୁ ଆଉ ଗୋଟିଏ ବିଷୟ କହିବା ପାଇଁ ଚାହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ସୁସମାଚାର ସମସ୍ତ ଲୋକ ପ୍ରଚାର କରିପାରିବେ, କିନ୍ତୁ ଲୋକମାନଙ୍କର ଭାବନା, ଲୋକମାନଙ୍କର ଚିନ୍ତାଧାରା ଯେ କେବଳ ପ୍ରଭୁ ଯୀଶୁଙ୍କର ଦାସମାନେ ହିଁ ସୁସମାଚାର ପ୍ରଚାର କରିପାରିବେ, ଲୋକମାନଙ୍କର ଭାବନା। କିନ୍ତୁ ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେ ପ୍ରଭୁ ଯୀଶୁଙ୍କର ସୁସମାଚାର ଏହି ପୃଥିବୀର ସମସ୍ତ ଲୋକ ପ୍ରଚାର କରିପାରିବେ। ପ୍ରଭୁ ଯୀଶୁଙ୍କର ସୁସମାଚାର ପ୍ରଚାର କରିବା ପାଇଁ ସମସ୍ତ ଲୋକଙ୍କୁ ପ୍ରଭୁ ଅଧିକାର ଦେଇଛନ୍ତି। କିନ୍ତୁ ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କର ମହାନ ଆଜ୍ଞା, ସେ ଆମ୍ଭମାନଙ୍କୁ କ'ଣ କ'ଣ ଆଜ୍ଞା ଦେଇଛନ୍ତି, କ'ଣ କ'ଣ ଆଦେଶ ଦେଇଛନ୍ତି, ସେଇ ବିଷୟରେ ଜାଣିବା ନିମନ୍ତେ ଯିବା ଏବଂ ପ୍ରଭୁ ଯୀଶୁଙ୍କର ମହାନ ଆଦେଶକୁ ଆମ୍ଭେମାନେ ସଫଳ କରିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ପ୍ରଭୁ ଯୀଶୁ ଯାହା ଯାହା ଆଦର୍ଶ ଦେଖାଇଛନ୍ତି ତାହା ମଧ୍ୟ ଆମ୍ଭେମାନେ ପାଳନ କରିବା ଦରକାର। କିନ୍ତୁ ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭମାନଙ୍କୁ ମହାନ ଆଦେଶ ବା ଆଜ୍ଞା ଦେଇଛନ୍ତି, ଏ ବିଷୟରେ ଦେଖିବା ନିମନ୍ତେ ଯିବା। ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ କ'ଣ କ'ଣ ଆଜ୍ଞା ଦେଇଛନ୍ତି। ପ୍ରଥମେ ଦେଖିବେ ମାତୀୟ ଲିଖିତ ସୁସମାଚାର ତାର 28 ପର୍ବ ତାର 18 ପଦରୁ 20 ପଦ ପର୍ଯ୍ୟନ୍ତ ଦେଖିବା ନିମନ୍ତେ ଯିବା। ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ, ଆପଣମାନେ ଜାଣିଥିବେ ଯେ ପ୍ରଭୁ ଯୀଶୁଙ୍କ ମହାନ ଆଦେଶ କ'ଣ ବା ଆଜ୍ଞା କ'ଣ ଆପଣମାନେ ଜାଣିଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଖ୍ରୀଷ୍ଟୀୟ ବିଶ୍ୱାସୀ ମାନେ, ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ଯେଉଁମାନେ ବା ବର୍ତ୍ତମାନ ଯେଉଁମାନେ ଏହି ଭିଡ଼ିଓକୁ ଦେଖୁଅଛ ଆପଣମାନଙ୍କୁ ଏବଂ ଯେଉଁମାନେ ଦେଖିବେ ସେମାନଙ୍କୁ ମଧ୍ୟ କହିବା ପାଇଁ ଚାହେଁ, ଆମ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁ ଗୋଟିଏ ଆଜ୍ଞା ଦେଇଛନ୍ତି, ଆଦେଶ ଦେଇଛନ୍ତି। ପ୍ରଭୁଙ୍କର ସେଇ ଆଦେଶକୁ ଆମ୍ଭେମାନେ ସଫଳ କରିବା ଦରକାର। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ବାଇବେଲ ଅଛି ତାହେଲେ ଆପଣମାନେ ଦେଖନ୍ତୁ ମାତୀୟ ଲିଖିତ ସୁସମାଚାର ତାର 28 ପର୍ବ ତାର 18 ପଦରୁ 20 ପଦ ପର୍ଯ୍ୟନ୍ତ ଦେଖିବା ନିମନ୍ତେ ଯିବା। ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ କ'ଣ କ'ଣ ଆଜ୍ଞା ଦେଇଛନ୍ତି, ଆଦେଶ ଦେଇଛନ୍ତି। এই ଜାଗାରେ ଲେଖାଯାଏ, ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି, ଅର୍ଥାତ୍ ଶିଷ୍ୟମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁ ପରମେଶ୍ୱରଙ୍କର ଆପଣମାନେ ସେବାରାଧନା କରୁଛନ୍ତି, ସେଇ ପରମେଶ୍ୱର କହନ୍ତି, ଆପଣଙ୍କୁ କହନ୍ତି, ମୋତେ କହନ୍ତି ଏବଂ ଯେଉଁମାନେ ଏହି ଭିଡ଼ିଓକୁ ଦେଖିବେ ସେମାନଙ୍କୁ ମଧ୍ୟ ପ୍ରଭୁ ଯୀଶୁ କହନ୍ତି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେ ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅତଏବ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ, ପ୍ରଭୁ ଯୀଶୁ
ଗୋଟିଏ ଜାତି କହିନାହାନ୍ତି। ପ୍ରଭୁ ଯୀଶୁ କହନ୍ତି ସମସ୍ତ ଜାତିର ଲୋକଙ୍କୁ ପିତା ଓ ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେଇ ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ସଦା ସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। ପ୍ରଭୁ ଯୀଶୁ ଏହି ଆଜ୍ଞା ଦେଇଛନ୍ତି, ଆପଣଙ୍କୁ ଦେଇଛନ୍ତି, ମୋତେ ଦେଇଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ପ୍ରଭୁ ଯୀଶୁଙ୍କର ଏହି ଆଜ୍ଞାକୁ ବା ଏହି ଆଦେଶକୁ ଆମ୍ଭେମାନେ ସଫଳ କରିବା ଦରକାର। ଯେଉଁ ପରମେଶ୍ୱର ସ୍ୱର୍ଗ ଏବଂ ପୃଥିବୀର ଅଧିକାରୀ, ମୃତ୍ୟୁ ଏବଂ ଜୀବିତର ଅଧିକାରୀ, ସେଇ ପରମେଶ୍ୱର ଆପଣଙ୍କୁ କହନ୍ତି, ମୋତେ କହନ୍ତି, ସମସ୍ତ ଲୋକଙ୍କୁ କହନ୍ତି ଯେ ସ୍ୱର୍ଗ ଏବଂ ପୃଥିବୀର ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ସେ କହନ୍ତି ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ସଦା ସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ଏବଂ କହନ୍ତି ପ୍ରଭୁ ଯୀଶୁ ସମସ୍ତ ଜାତିର ଲୋକଙ୍କୁ। କିନ୍ତୁ ବର୍ତ୍ତମାନ ସମୟରେ କ'ଣ ଚାଲିଛି ପ୍ରଭୁଙ୍କର ପ୍ରିୟ ଲୋକମାନେ? ଏବଂ ପ୍ରଭୁ ଯୀଶୁ କହନ୍ତି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ମାର୍କ ଲିଖିତ ସୁସମାଚାର ତାର 16 ପର୍ବ ତାର 15 ପଦ। ପୁଣି ସେ ସେମାନଙ୍କୁ କହିଲେ, ଅର୍ଥାତ୍ ପ୍ରଭୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ, ତୁମେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ଆମ୍ଭେମାନେ ସମସ୍ତ ମାନବ ଜାତିଙ୍କ ପାଖରେ ଆମ୍ଭେମାନେ ସୁସମାଚାର ଘୋଷଣା କରିବା ଦରକାର, ପ୍ରଚାର କରିବା ଦରକାର। କାରଣ ଯେଉଁ ପରମେଶ୍ୱରଙ୍କର ଆମ୍ଭେମାନେ ସେବା ଆରାଧନା କରୁଛୁ, ସେଇ ପରମେଶ୍ୱର ସ୍ୱର୍ଗ ଏବଂ ପୃଥିବୀର ଅଧିକାରୀ ଏବଂ এই ପୃଥିବୀରେ ଯାହା କିଛି ସୃଷ୍ଟି କରିଛନ୍ତି ସେଇ ପରମେଶ୍ୱର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଇ ପରମେଶ୍ୱର କହନ୍ତି, ସେ ସଦାପ୍ରଭୁ, ସେଇ ଜୀବନ୍ତ ଖ୍ରୀଷ୍ଟ କହନ୍ତି, ପୁଣି ସେମାନଙ୍କୁ କହିଲେ ତୁମେମାନେ ସମୁଦାୟ ଜଗତକୁ ଯାଏ। ଆମ୍ଭେମାନେ ତ ସମୁଦାୟ ଜଗତକୁ ଯାଇପାରିବା ନାହିଁ। ଏମିତି ମଧ୍ୟ ଲୋକମାନଙ୍କର ପ୍ରଶ୍ନ ଆସେ, ପ୍ରଭୁ ଯୀଶୁ ତ କହନ୍ତି ସମୁଦାୟ ଜଗତକୁ ଯାଇ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। କିନ୍ତୁ ଆମେ ଯଦି ଯାଇପାରିବା ନାହିଁ, ଆମେ ଶିଷ୍ୟ ତିଆରି କରିପାରିବା। ସେଇ ଶିଷ୍ୟ ଯିବ ଏବଂ ସେଇ ଶିଷ୍ୟ ମଧ୍ୟ ଆଉ ଶିଷ୍ୟ ତିଆରି କରିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଆମ୍ଭେମାନେ ଯଦି ଯାଇପାରିବା ନାହିଁ ତାହେଲେ ସେମିତି ତ କରିପାରିବା। ନହେଲେ ଯେଉଁ ପ୍ରଭୁଙ୍କର ପ୍ରିୟ ଦାସମାନେ ପ୍ରଚାର କରୁଛନ୍ତି ସଠିକ୍ ଭାବରେ ସେମାନଙ୍କୁ ସାହାଯ୍ୟ ତ କରିପାରିବା। ସେମାନେ ଯାଇ ପ୍ରଚାର କରିପାରିବେ ପ୍ରଭୁଙ୍କର ରାଜ୍ୟ ନିମନ୍ତେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ବର୍ତ୍ତମାନ ସମୟରେ ଯେମିତି ଚାଲିଛି, ପରକୁ ଶିକ୍ଷା ଦେଉଅଛୁ ଯେ ତୁମେମାନେ କ'ଣ ନିଜକୁ ଶିକ୍ଷା ଦେଉନାହଁ? କାହିଁକି ଏ ବିଷୟ କହୁଛି ପ୍ରଭୁଙ୍କର ପ୍ରିୟ ଲୋକମାନେ? ଲୋକମାନଙ୍କୁ କହୁଥିବେ ତୁମେମାନେ କଥାବାର୍ତ୍ତା ହେଉନାହ। ତୁମେମାନେ କଥାବାର୍ତ୍ତା ହେବା ଦରକାର, ପରସ୍ପର ମଧ୍ୟରେ ପ୍ରେମ କରିବା ଦରକାର। ଯେଉଁମାନେ କହୁଛନ୍ତି ସେମାନେ ନିଜେ ସେଇ ପ୍ରକାର ଥିବେ। ଅନେକ ଜାଗାରେ ଅଛନ୍ତି, ନିଜେ ଦେଖିଅଛି ମଧ୍ୟ ପ୍ରଭୁଙ୍କର ପ୍ରିୟ ଦାସଙ୍କ ମଧ୍ୟରେ କଥାବାର୍ତ୍ତା ନାହିଁ, ପରସ୍ପର ମଧ୍ୟରେ। କିନ୍ତୁ ସେମାନେ ଲୋକମାନଙ୍କୁ ଶିକ୍ଷା ଦେଉଥିବେ। କିନ୍ତୁ ଛାଡ଼ନ୍ତୁ ସେ ବିଷୟ। କିନ୍ତୁ ପ୍ରଭୁ ଯୀଶୁ କହିଲେ ତୁମେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ପ୍ରଭୁଙ୍କର ମହାନ ଆଦେଶ ଆମ୍ଭମାନଙ୍କୁ ଦେଉଛନ୍ତି, ପ୍ରଭୁଙ୍କର ମହାନ ଆଜ୍ଞା।
এই ଆଜ୍ଞା ମାନେ ଆମ୍ଭେମାନେ ସଫଳ କରିବା ଦରକାର ଏବଂ ପ୍ରଭୁ ଯାହା କିଛି ଆମକୁ ଆଦର୍ଶ ଦେଖାଇଛନ୍ତି ତାହା ଆମ୍ଭେମାନେ ପାଳନ କରିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଲୁକରେ ଯଦି ଦେଖିବେ ଲୁକ 24 49 ଆଉ ଦେଖ ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ମୁଁ ତୁମମାନଙ୍କ ନିକଟକୁ ପଠାଉଅଛି, କିନ୍ତୁ ଉର୍ଦ୍ଧ୍ୱରୁ ଶକ୍ତିପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମେମାନେ ଏହି ନଗରରେ ରହିଥାଅ। ପ୍ରଭୁଙ୍କର ମହାନ ଆଦେଶ। ପେଣ୍ଟିକୋସ୍ ଦିନରେ ଏହି ଶକ୍ତି ପ୍ରଦାନ କରାଯାଇଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପେଣ୍ଟିକୋସ୍ ଦିନରେ ଏହି ଶକ୍ତି ପ୍ରଦାନ କରାଯାଇଅଛି। କିନ୍ତୁ ଯେଉଁ ପିତା କାର୍ଯ୍ୟ କରୁଅଛନ୍ତି ଏବଂ ପୁତ୍ର ମଧ୍ୟ କାର୍ଯ୍ୟ କରୁଅଛି, ଆମ୍ଭେମାନେ ମଧ୍ୟ କାର୍ଯ୍ୟ କରିବା ଦରକାର। କାରଣ ଲେଖାଯାଏ ପ୍ରଭୁଙ୍କର ପ୍ରିୟ ଲୋକମାନେ ଜହନରେ ଲେଖାଯାଏ, ଜହନ 20:21 ଲେଖାଯାଏ, ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, ତୁମମାନଙ୍କର ଶାନ୍ତି ହେଉ। ପିତା ଯେ ପ୍ରକାର ମୋତେ ପ୍ରେରଣ କରିଅଛନ୍ତି ମୁଁ ମଧ୍ୟ ସେ ପ୍ରକାର ତୁମମାନଙ୍କୁ ପ୍ରେରଣ କରୁଅଛି। ପିତା ସେ ପ୍ରକାର ପ୍ରଭୁ ଯୀଶୁଙ୍କୁ ପ୍ରେରଣ କଲେ ସେହି ପ୍ରକାର ଆମ୍ଭମାନଙ୍କୁ ମଧ୍ୟ ପ୍ରଭୁ ଯୀଶୁ ପ୍ରେରଣ କରନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, କାହିଁକି ଆମ୍ଭେମାନେ ପ୍ରଭୁ ଯୀଶୁଙ୍କର ମହାନ ଆଦେଶକୁ, ମହାନ ଆଜ୍ଞାକୁ ଆମ୍ଭେମାନେ ସଫଳ କରିବା ଦରକାର। କିନ୍ତୁ ବର୍ତ୍ତମାନ ସମୟରେ ବର୍ତ୍ତମାନର ଲୋକମାନେ କାହାର ଆଜ୍ଞାକୁ ସଫଳ କରୁଛନ୍ତି? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଟିକେ ଭାବନ୍ତୁ। ଏବଂ ଆଉ ଗୋଟେ ବିଷୟ ପ୍ରେରିତ 1:8 ଲେଖାଯାଏ, କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କର ଉପରେ ଅବତୀର୍ଣ୍ଣ ହୁଅନ୍ତି, ତୁମମାନେ ଶକ୍ତି ପ୍ରାପ୍ତ ହେବ ଆଉ ଜେରୁସାଲେମ ସମସ୍ତ ଜିହୁଦା ପ୍ରଦେଶ ସମୀରଣ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହେବ। ପେଣ୍ଟିକୋସ୍ ଦିନରେ ଯେଉଁ ପବିତ୍ର ଆତ୍ମା ଦିଆଗଲା ସେଦିନ ଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଲୋକମାନେ ସାକ୍ଷୀ ହୋଇଅଛନ୍ତି। ସ୍ତିଫାନକୁ ଯଦି ମାରିନଥାନ୍ତେ ତାହେଲେ ସୁସମାଚାର ଅନେକ ଜାଗାମାନଙ୍କର ପ୍ରଚାରିତ ହୋଇନଥାନ୍ତା। ଏବଂ ଆଉ ଗୋଟେ ବିଷୟ ମଧ୍ୟ କହିବା ପାଇଁ ଚାହେଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କର ଶିଷ୍ୟ ଥୋମା, ସେ ଆସିନଥିଲେ ମଧ୍ୟ ଆମ୍ଭେମାନେ ହୋଇପାରେ ସୁସମାଚାର ଶୁଣିନଥାନ୍ତୁ। ଥୋମାଙ୍କର ଗୋଟିଏ ପୁସ୍ତକ ମଧ୍ୟ ଅଛି, ଥୋମା ଲେଖିଥିବା ଗୋଟିଏ ପୁସ୍ତକ ଅଛି, ଆପଣମାନେ ପଢ଼ନ୍ତୁ। କିନ୍ତୁ ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁଙ୍କ ମହାନ ଆଜ୍ଞା ବା ଆଦେଶ ଆମ୍ଭେମାନେ ସଫଳ କରିବା ଦରକାର। ପଦପର୍ବ ହେଲା ମାଥିଉ 28:18-20, ମାର୍କୋ 16:15, ଲୁକ 24:44-49, ଜହନ 20:21 ଏବଂ ପ୍ରେରିତ 1:8। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ଯେ ପ୍ରଭୁ ଯୀଶୁଙ୍କର ମହାନ ଆଦେଶ, ମହାନ ଆଜ୍ଞାକୁ ଆମ୍ଭେମାନେ ସମସ୍ତ ଲୋକ ମିଳିମିଶି ଆମ୍ଭେମାନେ ସଫଳ କରିବା ଦରକାର। ଆମେ ସମସ୍ତ ଲୋକ, କିନ୍ତୁ ଏହି ସମସ୍ତ ଲୋକ ମଧ୍ୟରେ ଏମିତି ଭଣ୍ଡ ଶିକ୍ଷକମାନେ ମଧ୍ୟ ଥାଇପାରନ୍ତି, ଭଣ୍ଡ ପାଳକମାନେ ମଧ୍ୟ ଥାଇପାରନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଥିପାଇଁ ଜାଗ୍ରତର ସହିତ ଆମ୍ଭେମାନେ ପ୍ରଭୁ ଯୀଶୁଙ୍କର ମହାନ ଆଦେଶକୁ, ଆଜ୍ଞାକୁ ସଫଳ କରିବା ଦରକାର। ଏହି ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।